ଖରାପ ଜୀବନଶୈଳୀ ପାଇଁ ଭୋଗି ପାରନ୍ତି ଏହି ରୋଗ। ଅଳସୁଆ ରହୁଥିଲେ ଅକାଳ ମୃତ୍ୟୁ ହେବାର ଆଶଙ୍କା ଅଛି। କିପରି ଜାଣିବେ ଆପଣ ଅଳସୁଆ କି ନାହିଁ? ଆଜିର ବ୍ୟସ୍ତବହୁଳ ଜୀବନରେ ଭୁଲ ଜୀବନଶୈଳୀ ଦ୍ୱାରା ହେଉଥିବା ରୋଗ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଭୁଲ ଖାଇବା ଅଭ୍ୟାସ, ନିଷ୍କ୍ରିୟ ଏବଂ ଖରାପ ଜୀବନଶୈଳୀ ଯୋଗୁଁ ସୃଷ୍ଟି ହୋଇଥିବା ସ୍ୱାସ୍ଥ୍ୟ ସମସ୍ୟାକୁ ଜୀବନଶୈଳୀ ରୋଗ କୁହାଯାଏ। କିନ୍ତୁ ଆପଣ ଜାଣନ୍ତି କି ଅଧିକାଂଶ ମୃତ୍ୟୁ ପଛର କାରଣ ହେଉଛି ଖରାପ ଜୀବନଶୈଳୀ। ଆମର ଖରାପ ଅଭ୍ୟାସ, ମେଦବହୁଳତା, ମଧୁମେହ ଏବଂ ଅଧିକାଂଶ ଅଳସୁଆ ପରି ଅନେକ ଜୀବନଶୈଳୀ ରୋଗ ହେତୁ ମୃତ୍ୟୁ ଘଟାଏ। ଭାରତରେ ମୋଟ ମୃତ୍ୟୁର 66% ଜୀବନଶୈଳୀ ରୋଗ ହେତୁ ହୋଇଥାଏ। ଭାରତରେ ପ୍ରତିବର୍ଷ 60,46,960 ଲୋକ ଖରାପ ଜୀବନଶୈଳୀ ହେତୁ ଗୁରୁତର ରୋଗର ଶିକାର ହୁଅନ୍ତି। ଏହି ଉପାୟରେ ପ୍ରାଣ ହରାଉଥିବା 54% ଲୋକଙ୍କର ବୟସ 70 ବର୍ଷରୁ କମ୍। ତେବେ ଆସନ୍ତୁ ଜାଣିବା ଏହାର କାରଣ ବିଷୟରେ। ଦେଶରେ ହାରାହାରି 15 ବର୍ଷରୁ ଅଧିକ ବ୍ୟକ୍ତି ପ୍ରତିବର୍ଷ 5.6 ଲିଟର ମଦ୍ୟପାନ କରନ୍ତି। ପୁରୁଷମାନେ 9 ଲିଟର ଏବଂ ମହିଳାମାନେ 2 ଲିଟର ମଦ୍ୟପାନ କରନ୍ତି। 15 ବର୍ଷରୁ ଅଧିକ 28% ଲୋକ ତମାଖୁରେ ଅଭ୍ୟସ୍ତ। ଏଥିସହିତ ଦେଶରେ 18 ବର୍ଷରୁ ଅଧିକ 34% ଲୋକ ଅଳସୁଆ ଏବଂ ଶାରୀରିକ ନିଷ୍କ୍ରିୟତା ଅଭାବର ଶିକାର ହେଉଛନ୍ତି। ଖାଲି ସେତିକି ନୁହେଁ, 11ରୁ 17 ବର୍ଷ ବୟସର 74% ପିଲା ଅଳସୁଆ ଏବଂ ଆବଶ୍ୟକ ଶାରୀରିକ କାର୍ଯ୍ୟକଳାପଠାରୁ ବହୁ ଦୂରରେ ଅଟନ୍ତି। ପ୍ରତିବର୍ଷ ଦୁନିଆରେ 8,30,000 ଲୋକ ମୃତ୍ୟୁବରଣ କରନ୍ତି, କାରଣ ସେମାନେ ଅଳସୁଆ ଏବଂ କିଛି କରନ୍ତି ନାହିଁ। WHOର ନୂତନ ରିପୋର୍ଟ ଅନୁଯାୟୀ ଭାରତ ସମେତ ସମଗ୍ର ବିଶ୍ୱର ଲୋକମାନେ ଜୀବନଶୈଳୀ ରୋଗ ତଥା ହୃଦଘାତ, କର୍କଟ ଏବଂ ମଧୁମେହ କାରଣରୁ ମୃତ୍ୟୁବରଣ କରୁଛନ୍ତି। ଅଳସୁଆ ହେଉଛି ଏକ ପ୍ରମୁଖ କାରଣ, ଯେଉଁ କାରଣରୁ ଲୋକମାନେ ଅସୁସ୍ଥ ହୋଇପଡ଼ନ୍ତି। WHO ଅନୁଯାୟୀ ଯେଉଁମାନେ ସପ୍ତାହରେ 150 ମିନିଟ୍ ମଧ୍ୟମ ବ୍ୟାୟାମ କରନ୍ତି ନାହିଁ କିମ୍ବା ସପ୍ତାହରେ 75 ମିନିଟ୍ ପାଇଁ ଜୋରଦାର ବ୍ୟାୟାମ କରନ୍ତି ନାହିଁ, ସେମାନଙ୍କୁ ଅଳସୁଆ ବୋଲି କୁହାଯାଏ। ଜୀବନଶୈଳୀ ଭାରତରେ 66% ଲୋକ ମୃତ୍ୟୁବରଣ କରୁଛନ୍ତି। ବିଶ୍ୱର 3/4 ମୃତ୍ୟୁ ଜୀବନଶୈଳୀ ରୋଗ ଦ୍ୱାରା ହୋଇଥାଏ। ପ୍ରତି 2 ସେକେଣ୍ଡରେ ଜଣେ ବ୍ୟକ୍ତି ଜୀବନଶୈଳୀ ରୋଗରେ ମରୁଛି। WHO ଅନୁଯାୟୀ ଯଦି ଗରିବ ଦେଶମାନେ ଏହି ରୋଗରୁ ରୋକିବା ପାଇଁ ପ୍ରତିବର୍ଷ 800 କୋଟି ଟଙ୍କା ଖର୍ଚ୍ଚ କରନ୍ତି, ତେବେ ସେଠାରେ କମ୍ ମୃତ୍ୟୁ ଘଟିବ ଏବଂ ଅନ୍ୟ କୋଟି ଆର୍ଥିକ କ୍ଷତି ମଧ୍ୟ ସଞ୍ଚୟ ହୋଇପାରିବ। ରିପୋର୍ଟ ନ୍ୟୁଜ୍ 95 ଓଡ଼ିଆ। देश विदेश कोण अनुकोण टेक्निक खबर देखंतु आम सह यूट्यूब, फेसबुक और इंस्टाग्राम रे आमको देखंतु, लाइक, शेयर और सब्सक्राइब करने को आद्य भूलंतुनी।